ସକାଳର ଘନ ଶୀତରେ ମୁଁ ବାହାରି ପଡ଼ିଲି ଜିମ୍କୁ। କାରଣ ମୁଁ ଗୋଟିଏ ବହୁତ ସିନସିୟର ପିଲା। ଜିମ୍କୁ ନ ଗଲେ ପରା ମୋର ଭାତ ହଜମ ହୁଏନି। ୱେଲକମ୍ ଟୁ ନ୍ୟୁ ବ୍ଲଗ୍। ମୁଁ ଆପଣମାନଙ୍କର ସାନି। ସକାଳୁ ସକାଳୁ ଯେତେବେଳେ ଜନ୍ ବାବୁ ବାହାରିକିନା ଜିରା ପାଣିର ବନ୍ଦୋବସ୍ତ କରିଥିଲି ଆଉ ମୋ ଶାଶୁ ମା ପଠାଇଥିବା ମାଛ ତରକାରୀ କରିଦେଲି। ଆଉ ତାକୁ ମୁଁ ଟିକେ ଭଲସେ ତୁଣ କରୁଥିଲି କାରଣ ଜନ୍ ବାବୁ ଖାଇବେ। ଏହି ସମୟରେ ପୁଣି ମୋ ମା ପଠାଇଥିବା କାଲିର ରୁଟିକୁ ମୁଁ ବାହାର କରିଦେଲି। ଆକ୍ଚୁଆଲି ରୁଟି ନୁହଁ, ପରଟା। କାରଣ ମୁଁ କେତେ କାମ କରିବି ନା, ସେ ବି ପରଟା ମେଞ୍ଚେ ପଠାଇ ଦେଇଛି, ଯେନ୍ ଆମକୁ ଖାଇବାକୁ ସୁବିଧା ହେବ। ତାପରେ ତୁଣ ହେଇସାରିଲା ବେଳକୁ ମୁଁ ବାଟିକି ସେ ଉପରେ ମାଛ ପକାଇଦେଲି। ଏ ମାଛ ଗୁଡ଼ାକ ବୋଧେ ନଦୀ ମାଛ ହେଇଥିବ, ଏଇଭଳିଆ ତ ଦେଖାଯାଉଛି। ଟେଷ୍ଟ ବି ଭଲ ଥିଲା କାରଣ କାଲିଠୁ ମୁଁ ଟିକେ ଚାଖି ସାରିଛି ନା। ତାପରେ ଆମେ ଜନ୍ ବାବୁ ଆଉ ମୁଁ ବସି ପଡ଼ିଲୁ ଖାଇବାରେ। ସିଏ ଶାଶୁ ମାଙ୍କର ପରଟା ଖାଉଥିଲେ ଆଉ ମୁଁ ପିଇଦେଲି ଚାହା ଆଉ ତା ସହିତ ପରଟା। ଆଜି ମୁଁ ଟିକେ ଖରାପ ଦେଖାଯାଉଛି, ତେଣୁ ସ୍କିପ୍ କରିଦିଅନ୍ତୁ। 4 ବଜେ ଆସୁ ଆସୁ ମୋର ଫ୍ୟାସନ୍ ଶୋ ଚାଲିଗଲା, କାରଣ ମୁଁ ଫ୍ଲିପକାର୍ଟରୁ ଜାଣିଥାଏ ମୁଁ ତାକୁ ଟିକେ ଦେଖାଏ। ଆଉ ରାତି ବେଳେ ଆଜି ମୋର ଟିକେ ତଣ୍ଟି ପେନ୍ ହେଉଥିଲା, ତେଣୁ ମୁଁ ମୁଢ଼ି ମିକ୍ସଚର ଖାଇଥିଲି ଓ ଜନ୍ ବାବୁ ରୁଟି ଖାଇଥିଲେ। ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।